एबे सरकार ग्राम पंचायत ब्लॉक और जिला पुनर्गठन करिवार योजना करुछंती बोली विभिन्न गणमाध्यम जानिबा परे शुक्रवार अपराह्न नीलगिरी डाकबंगला ठारे जिला क्रियानुष्ठान कमिटीर आवाहक पूर्वतन विधायक चित्तरंजन षडंगी आह्वान एक बैठक अनुष्ठित हो जायछि। ଏହି ବୈଠକରେ ଶ୍ରୀ ଷଡଙ୍ଗୀ କହିଥିଲେ ସରକାରଙ୍କ ଏହି ସୁଯୋଗକୁ ନୀଳଗିରିବାସୀ ହାତଛଡ଼ା ନ କରି ସଂଘବଦ୍ଧ ଭାବେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ। ନୀଳଗିରି ଗଡ଼ଜାତ ନଭେମ୍ବର 14 ତାରିଖ ଦିନ ଭାରତ ବର୍ଷରେ ସାମିଲ ହୋଇଥିଲା। ତେଣୁ ଆସନ୍ତା ନଭେମ୍ବର 14 ତାରିଖରେ ଗଡ଼ଜାତ ମିଶ୍ରଣ ଉତ୍ସବରେ ସମସ୍ତେ ଯୋଗଦାନ କରିବାକୁ ଶ୍ରୀ ଷଡଙ୍ଗୀ ନୀଳଗିରିବାସୀଙ୍କୁ ନିବେଦନ କରିଥିଲେ। ନିକଟରେ ଉଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର ପାଇଁ ନିଷ୍ପତ୍ତି ନିଆଯିବା ସହ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ଜାରି ରଖିବାକୁ ସ୍ଥିର କରାଗଲା। ଏହି ବୈଠକରେ ସୁରେଶ ବେହେରା, ପୀତାମ୍ବର ସିଂ, ଅନାଦି ବେହେରା, ରେଖା ହେମ୍ବ୍ରମ, ପରମାନନ୍ଦ ପାତ୍ର, ପ୍ରକାଶ ଚୌଧୁରୀ, ସୁନୀଲ ଚନ୍ଦ୍ର ପ୍ରଧାନ, ବାଞ୍ଛାନିଧି ପାତ୍ର ପ୍ରମୁଖ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଚିତ୍ତରଞ୍ଜନ ଷଡଙ୍ଗୀ, ପୂର୍ବତନ ବିଧାୟକ ନୀଳଗିରି, ସଭାପତି ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି। ଆଜି ବୈଠକ କ'ଣ ହେଇଥିଲା, କ'ଣ ପାଇଁ ହେଇଥିଲା? ବୈଠକଟା ଆଜି ଆମର କାର୍ଯ୍ୟକାରୀ କମିଟି ବୈଠକ ବସିଥିଲା। କୋର୍ କମିଟି ମିଟିଂରେ ନିଷ୍ପତ୍ତି ହେଲା ଯେ ବର୍ତ୍ତମାନ ସରକାର ନୂଆ ପଞ୍ଚାୟତ, ସବ୍ ଡିଭିଜନ, ବ୍ଲକ, ଜିଲ୍ଲା କରିବେ ବୋଲି ନିଷ୍ପତ୍ତି କରିଛନ୍ତି। ତେଣୁ ଆମ ନୀଳଗିରି ଜିଲ୍ଲା କରିବା ପାଇଁ ଯେଉଁ ଆନ୍ଦୋଳନ ଆମର ଚାଲୁ ରହିଥିଲା ସେ ଆନ୍ଦୋଳନର ବିଧିବଦ୍ଧ ଭାବରେ ଆଇନ ରାସ୍ତାରେ, କୋର୍ଟ ମାଧ୍ୟମରେ ଏବଂ ଆନ୍ଦୋଳନ ମାଧ୍ୟମରେ ଏହାକୁ ଆମେ ବଢ଼େଇବା ଏବଂ ସେଥିପାଇଁ ଆମେ ସରକାରଙ୍କ ନିବେଦନ କରୁଛୁ ଯେ ନୀଳଗିରି ଜିଲ୍ଲାକୁ କରାଯାଉ ଏବଂ ନୀଳଗିରି ଜିଲ୍ଲାର ଆଉ ଦୁଇଟି ସ୍ଥାନରେ ନୂଆ ବ୍ଲକ ମଧ୍ୟ କରାଯାଉ, ଗୋଟେ ବ୍ରହ୍ମପୁର, ଗୋଟେ ହେଉଛି ପଞ୍ଚୁଲିଏଶ୍ୱର। ତେଣୁ ମାନେ ये सब निर्वाचन मंडल आपंकर नीलगिरी जो गड़जात यार डेभलपमेंट करने आम समस्ते चाहूँ और यार परिप्रकाश हो जिला हो। आसंता नवेम्बर 14 तारिख पुणी आम गड़जात मिश्रण उत्सव हो से दिन आम समस्त को आह्वान जनाऊँ जे नीलगिरी जिला दाबी उत्थापन करूँ। धन्यवाद। परिचय देले सुनील चंद्र प्रधान। कौन बैठक बसला आज आमर प्रस्तावित जो नीलगिरी जिला आमर प्रत्येक मासिक जो मासिकिया बैठक बसे से गोटे बैठक आयोजन कराई केमी आगामी दिन में ये आंदोलनटा आहरी आगू चालू रही आमर दाबी पूरण हो पार ये सब जिनस आमर ये करागला। मुख्यमंत्री को आमर जिला प्रस्ताव आमर दाबी पत्र प्रदान करा से विषय में आलोचना है। धन्यवाद। बालेश्वर जिलार देवाशीष दासों रिपोर्ट न्यूज उपांत खबर।